ମୋ ସମ୍ବାଦ ଖବର ଆପଣଙ୍କର, ପ୍ରସାଦ ଆମର। ନମସ୍କାର, ମୋ ସମ୍ବାଦକୁ ଆପଣଙ୍କୁ ସ୍ୱାଗତ। ପଞ୍ଚଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଣି ସମସ୍ୟା, ଛାତ୍ରଛାତ୍ରୀ ହନ୍ତସନ୍ତ। ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ପଞ୍ଚଡ଼ାରେ ରହିଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋଟ 552 ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ 380 ଜଣ ଛାତ୍ର ଏବଂ 172 ଜଣ ଛାତ୍ରୀ ବିଦ୍ୟାଳୟ ଆବାସରେ ରହୁଥିବା ଜଣାପଡ଼ିଛି। କିନ୍ତୁ ପିଲାମାନଙ୍କ ପାଇଁ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ପରିସରରେ ଘୋର ପାଣିର ସମସ୍ୟା ଦେଖାଦେଇଛି। ପିଲାମାନେ ଗାଧୋଇବାକୁ, ଶୌଚ କରିବାକୁ ବାହାରେ ପ୍ରାୟ 500 ମିଟର ନାଳକୁ ଯିବା ଆସିବା କରୁଥିବା ଜଣାପଡ଼ିଛି। ବିଶେଷ ଦୃଷ୍ଟି ଦେବା ବିଷୟ ଯେ ପିଲାମାନେ କୋରାପୁଟ ରାୟଗଡ଼ା ମୁଖ୍ୟ ରାସ୍ତା ଦେଇ ପାର ହେଇ ପାଣି ନାଳକୁ ଯିବା ଆସିବା କରିବା ଜଣାପଡ଼ିଛି। ବିଦ୍ୟାଳୟର ପରିସରରେ ଭୂତଳ ଜଳ ନଥିବା ଦ୍ୱାରା 5 ଥର ବୋରୱେଲ୍ କରାଯାଇ ଫେଲର ହୋଇଥିବା ଜଣାପଡ଼ିଛି। ପ୍ରଧାନ ଶିକ୍ଷକ ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇପାରିନଥିବା ଜଣାପଡ଼ିଛି। କୋରାପୁଟ PAITDA ଅଧିକାରୀ ସ୍ନେହପ୍ରଭା ମାଝୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୁନୀଲ କୁମାର ତାଣ୍ଡେକୁ ଯୋଗାଯୋଗ କରିବା ଦ୍ୱାରା ଗୋଟିଏ ମେଗା ପ୍ରୋଜେକ୍ଟ ବ୍ୟବସ୍ଥା ପାଇଁ RWSS ବିଭାଗ ସହିତ ଆଲୋଚନା କରାଯାଇଥିବା ଓ ଏହାର ସ୍ଥାୟୀ ପାଣି ସୁବିଧା କରିବା ପାଇଁ ଚେଷ୍ଟା କରୁଥିବା ଶୁଣିବାକୁ ମିଳିଛି। ପାଣି ସମସ୍ୟା ତ ନିହାତି ଭାବରେ ଅଛି, ତଥାପି ଯେତିକି ଆମେ ଚେଷ୍ଟା କରୁଥିଲେ ଆଇଡିଟା ତରଫରୁ କି ପାଣିର ମାନେ ସମସ୍ୟାଟାକୁ ଦୂରାଭିତ କରିବା ପାଇଁ, କିନ୍ତୁ ଯେହେତୁ ସେଠି ୱାଟର ସ୍କାର୍ସିଟି ଅଛି, ପାଣି ଇଲ୍ଡ ହୋଇପାରୁନି, ପ୍ରୋବ୍ଲେମ୍ ଟିକେ ରହୁଛି। ହଁ, ଏଇ ଯେଉଁ ପିଲାମାନେ ଯାଉଛନ୍ତି ସେଇଟା ଆମେ ବି ଆମର ନଜରରେ ଅଛି। ତଥାପି ଆମେ ହେଡ଼ମାଷ୍ଟରଙ୍କୁ ତାଗିଦ କରୁଛୁ ଯେମିତି କୌଣସି ପିଲା ଏକୁଟିଆ ନ ଯାଉ ବୋଲିକରି। ସାର୍, ପାଣିର ପରମାନେଣ୍ଟ ସଲ୍ୟୁସନ୍ ଯେମିତି ଗୋଟେ ମେଗା ପ୍ରୋଜେକ୍ଟ ସେମିତି ମାନେ ଏହିପରିକି କିଛି ଯୋଜନା ପାଇଁ କିଛି ଅଛି କି? ମେଗା ପ୍ରୋଜେକ୍ଟ ଆମେ ଯେଉଁ ଆମର RWSS ତରଫରୁ ଯେଉଁ ତାଙ୍କର ଯେଉଁ ମେଗା ଯାଉଛି ପାଇପ୍, ତ ସେଇଟା ମଧ୍ୟ ଆମେ ରିକ୍ୱେଷ୍ଟ କରୁଛୁ କି କେମିତି ସେ ଆମକୁ ଗୋଟେ କନେକ୍ସନ୍ ଦେଇଦେଲେ ପାଣିର ଯେଉଁ ସମସ୍ୟାଟା ହେବ ସେଇଟା କେମିତି ଭାବରେ ଦୂରାଭିତ ହେବ, ସେଇଟା ମଧ୍ୟ ଆମେ ତାଙ୍କ ସହିତ କଥା ହେଇଛୁ। ହଁ, ତ ପଞ୍ଚଡ଼ାରେ ଆମର ପାଣି ସମସ୍ୟା ଥିଲା, ସେଥିରେ ଆମେ ବୋରୱେଲ୍ ପାଇଁ ବି ଚେଷ୍ଟା କରିଥିଲୁ, କିନ୍ତୁ ବୋରୱେଲ୍ ଗୁଡ଼ାକ ଫେଲୁର ବାହାରିଲା ଯେହେତୁ ଗ୍ରାଉଣ୍ଡ ୱାଟର ନାହିଁ। କିନ୍ତୁ ତାର ଅଲ୍ଟରନେଟିଭ୍ ଯାହା ଆମେ ଚିନ୍ତା କରିଥିଲୁ, ଗୋଟେ ଡବୱେଲ୍ କରିକି 10 HP ମୋଟର ଦେଇକି ତାଙ୍କୁ ପାଣି ସୁବିଧା ଯୋଗାଇ ଦେଇଛୁ। ତ ପରମାନେଣ୍ଟ କିଛି ସଲ୍ୟୁସନ୍ ପାଇଁ କ'ଣ ଆପଣଙ୍କ ପାଖରେ ବ୍ୟବସ୍ଥା ଅଛି? ଯେହେତୁ ସେଠି ଗ୍ରାଉଣ୍ଡ ୱାଟର ନାହିଁ, ତ ଆମେ ଅଲ୍ଟରନେଟିଭ୍ ଭାବରେ ତ ଡବୱେଲ୍ ହିଁ ଏବେ ଚିନ୍ତା କରିକି ଡବୱେଲ୍ ଥ୍ରୁରୁ ମୋଟର ଦେଇକି ପାଣି ଯୋଗାଇ ଦେଉଛୁ। ଯଦି ଫ୍ୟୁଚରରେ କିଛି ଆମର ମେଗା ଚାଲିବ ତାହେଲେ ଆମେ RWSS ଡିପାର୍ଟମେଣ୍ଟ ସହିତ କଥା ହେଇକି ସେଠି କେମିତି ପାଣି ସୁବିଧା ଦିଆଯିବ ତା ଉପରେ ଧ୍ୟାନ ଦେବୁ। କୋରାପୁଟରୁ ବ୍ୟୁରୋ ଚିଫ୍ ଦିଲ୍ଲୀପ ଜେଟିଙ୍କ ରିପୋର୍ଟ, ମୋ ସମ୍ବାଦ।